ପିଲାମାନଙ୍କ ପାଇଁ ନୈତିକ ଶିକ୍ଷା ସହିତ ପଶୁମାନଙ୍କ ବିଷୟରେ ଏହା ହେଉଛି ସର୍ବୋତ୍ତମ କ୍ଷୁଦ୍ର କାହାଣୀ। ଏକ ଜଙ୍ଗଲରେ ଏକ ଭାଲୁ ବାସ କରୁଥିଲା। ଏହି ଭାଲୁ ବହୁତ ବଡ଼ ଥିଲା। ଭାଲୁ ଖାଇବାକୁ ବହୁତ ଭଲ ପାଉଥିଲା। ସେ ଯାହା ପାଇଲା ସଙ୍ଗେ ସଙ୍ଗେ ଖାଇଦେଉଥିଲା। କିନ୍ତୁ ଭାଲୁ ଅତ୍ୟନ୍ତ ଅଳସୁଆ ଥିଲା। ଭାଲୁ ନିଷ୍ପତ୍ତି ନେଲା, ମୁଁ ଶିକାର ଏବଂ ହତ୍ୟା କରି ନିଜକୁ ଅସୁବିଧାରେ ପକାଇବାକୁ ଚାହେଁ ନାହିଁ, ଯେପରି ସିଂହ ଏବଂ ହାତୀ ପଡ଼ନ୍ତି। ଫଳସ୍ୱରୂପ ଭାଲୁ ଅନ୍ୟ ପଶୁମାନେ ଛାଡ଼ିଥିବା ଶିକାରର ଅବଶିଷ୍ଟାଂଶ ଖାଇଥାଏ। ମୋର ନିଜର ଖାଦ୍ୟ ପାଇଁ ଶିକାର କରିବାର ମସ୍ତିଷ୍କ କିମ୍ବା ସାମର୍ଥ୍ୟ ନାହିଁ। ଏହା ବ୍ୟତୀତ କିଏ ସେହି ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ଚାହିଁବ? ଭାଲୁ ନିଜକୁ ନିଜେ ଭାବିଲା। ତାପରେ ଦିନେ ଭାଲୁ ଭୋକିଲା ହେଲା। ସେ ନିଜ ଗୁମ୍ଫା ଚାରିପାଖରେ ଖାଦ୍ୟ ଖୋଜୁଥାଏ, କିନ୍ତୁ ସେ ଖାଇବାକୁ କିଛି ବି ପାଇଲା ନାହିଁ। ଭାଲୁ ସ୍ଥିର କଲା, ହଁ, ତେବେ ମୁଁ ଅପେକ୍ଷା କରିବା ଉଚିତ। ବୋଧହୁଏ କିଛି ପଶୁମାନେ ଶିକାର ସହିତ ଏହି ସ୍ଥାନକୁ ଆସିପାରନ୍ତି। ଭାଲୁ ଅପେକ୍ଷା କଲା, କିନ୍ତୁ କେହି ଦେଖାଗଲେ ନାହିଁ। ସେତେବେଳକୁ ଅପରାହ୍ନ ହୋଇସାରିଥିଲା ଏବଂ ଭାଲୁ ଆଉ ତାର ଭୋକକୁ ସହ୍ୟ କରିପାରିନଥିଲା। ତେଣୁ ସେ ନିଜେ ଖାଦ୍ୟ ଖୋଜିବାକୁ ସ୍ଥିର କଲା। ଭୋକିଲା ଭାଲୁ ଭାବିଲା, ଯଦି ମୁଁ ବୁଲାବୁଲି କରେ ତେବେ ନିଶ୍ଚିତ ଭାବରେ କିଛି ଖାଇବାକୁ ମିଳିଯିବ। ଭାଲୁ ଭାବୁଥିବା ବେଳେ ସେ କ'ଣ ଖାଇବା ଉଚିତ ସେ ବିଷୟରେ ସ୍ୱପ୍ନ ଦେଖିବା ଆରମ୍ଭ କଲା। ସେ ଭାବିଲା, ବାଉଁଶ ଭଲ ହେବ। ତାପରେ ସେ ଭାବିଲା, କିମ୍ବା ବୋଧହୁଏ କିଛି ପ୍ରକାରର ଫଳ ମଧ୍ୟ ଭଲ ଲାଗେ। କିନ୍ତୁ ମୁଁ ଯଦି କିଛି ମହୁ ପାଇପାରିବି ତେବେ ମୁଁ ଦୁନିଆର ଶୀର୍ଷରେ ରହିବି। ଭାଲୁ କିଛି ସମୟ ବୁଲିଲା, କିନ୍ତୁ କିଛି ପାଇଲା ନାହିଁ। ତାପରେ ସେ ଜଙ୍ଗଲ ବାହାରେ ଥିବା ପଥର କୂଳକୁ ଆସିଲା। ସେଠାରେ ଅନେକ ପଥର ଥିଲା ଏବଂ ଅତୀତରେ ସେ ସେହି ପଥର ତଳେ ଅନେକ କଙ୍କଡ଼ା ଦେଖିଥିଲା। ଭାଲୁ ପଥର ଆଡ଼କୁ ଗଲା ଏବଂ ସେଥିରୁ ସବୁଠାରୁ ବଡ଼ ପଥରକୁ ଉଠାଇଲା। ତାପରେ ସେ ଗୋଡ଼କୁ ପଥର ତଳେ ରଖିଲା। ତଳେ ରହୁଥିବା କଙ୍କଡ଼ାମାନେ ଏହା ଏକ ପ୍ରକାର ଶିକାର ବୋଲି ଭାବିଥିଲେ, ତେଣୁ ସେମାନେ ଭାଲୁର ଗୋଡ଼ରେ ଲାଗିଲେ। ଯେତେବେଳେ ଭାଲୁ ଅନୁଭବ କଲା ଯେ ସେ ଯଥେଷ୍ଟ କଙ୍କଡ଼ା ସଂଗ୍ରହ କରିଛି, ସେ ତା ଗୋଡ଼ ବାହାର କରି ଜୋରରେ ହଲାଇଲା। କଙ୍କଡ଼ାଗୁଡ଼ିକ ବାଲି ଉପରେ ପଡ଼ିଗଲେ। କଙ୍କଡ଼ାମାନେ ଦୌଡ଼ି ପଳାଇବା ପୂର୍ବରୁ ଭାଲୁ କଙ୍କଡ଼ାଗୁଡ଼ିକୁ ଖାଇଲା। କାହାଣୀର ନୈତିକତା ଏହା ଯେ ଭୋକ ଏପରିକି ମୂର୍ଖକୁ ମଧ୍ୟ ଜ୍ଞାନୀ କରାଇଥାଏ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥାଏ ତେବେ ସେୟାର, କମେଣ୍ଟ ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ।